ପାଦ ଛୁଇଁ କହୁଛନ୍ତି ବିଦାୟ ମା ହଁ ତୁ ମତେ ଖୋଜିଲେ ମଧ୍ୟ ପାଇବୁନି ମା ପାଇବୁନି 10 ମାସ 10 ଦିନ ଗର୍ଭରେ ଧାରଣ କରି ହଁ। ଅଛୁ, ତୁ ମତେ ଜନ୍ମ ଦେଇଛୁ ଜନ୍ମ ଦେଇଛୁ କିନ୍ତୁ ବୋଧେ ମୁଁ ବୁଝି ପାରିଲିନି ହଁ ତୁ ମତେ କାହିଁକି ଜନ୍ମ ଦେଇଛୁ। କାହିଁକି ଜନ୍ମ ଦେଇଛୁ ମା ବହୁତ କମ ସମୟରେ ମଧ୍ୟ ଜୀବନଟା ଯିବାର ଥିଲା। ଥୟ ଥୟ ବିଦାୟ ମା ହଁ ତୁ ଯେତେ ଖୋଜିଲେ ମଧ୍ୟ ତୋର ଆଉ ଏଇ ପାଇବୁନି ପୁତ୍ର ମା, ସୁଜାତାକୁ ପାଇବୁନି। କେବେ ପାଇବୁନି। ନା ମନରେ ଭାବି ନବୁ ହଁ ଯେ ତୋର ପୁତ୍ର ସୁଜାତା ଆଉ ଦୁନିଆରେ ନାହିଁ। ନାହିଁ ମା ନାହିଁ ଆଜ୍ଞା ମାର ଶବ୍ଦ ଯେ କେତେ ମଧୁର ମହାନ ସେଟା କେବଳ ଗୋଟିଏ ମା ହିଁ ଜାଣିପାରିଥାଏ। ଜାଣିପାରେ ଯେତେବେଳେ ଆଜ୍ଞା ପିତା ମାତା ନିଜ ପାଖରୁ ଛାଡିକି ଚାଲି ଯାଇଥାନ୍ତି ହଁ ସେତେବେଳେ ଦୁନିଆରେ ଗୋଟିଏ ଦିନ ହିଁ ଦୁଃଖଦାୟକ ହୋଇଥାଏ ହଁ ଯେତେବେଳେ ନିଜର ପିତା ମାତା ଦେହାନ୍ତ ହୋଇଥାଏ। ହଁ କିନ୍ତୁ ଆଜି ମାଟିର ଆଗରେ ନିଜ ପୁଅଟି ଆଜ୍ଞା ଯଜ୍ଞ କୁଣ୍ଡରେ ଝାସି ଦେବ। ହଁ ଆଜ୍ଞା ମାଟିର ନାମ ଯେ କେତେ ମହାନ। ମହାନ ତାହା ଆମେ କେହି କଳ୍ପନା ମଧ୍ୟ କରିପାରିବା ନାହିଁ। ବୁଝିପାରିବାନି ସେଥିପାଇଁ ଆଜ୍ଞା ମଧୁବାବୁ ଲେଖନ୍ତିନି ହଁ କହିଲା ମା ପରି କିଏ ଅଛି ରେ ଆଉ ମହିମଣ୍ଡଳେ ତୁଚ୍ଛ ସିନା ଇନ୍ଦ୍ର ସମ୍ପଦ ମତେ ଥିଲେ ତା କୋଳେ আরে ছিলে তা কোরে মানস এবে ছিলে তা কোরে ছিলে তা কোরে রে মানস এবে ছিলে তা কোরে হৌকি কান্দিব দিন 10 কে বার মাস মাতা গর্ভধারী কান্দিব বসি নিশি দিবস নিশি দিবসরে মানস এবে নিশি দিবসে মাতা গর্ভধারী কান্দিব বসি নিশি দিবস আজ্ঞା ମାଟିର କଷ୍ଟକୁ କେହି ସହି ପାରନ୍ତି ନାହିଁ। ନା ନା ଆଜି ମାଟିର ଆଗରେ ପୁଅଟିଏ ଯିବ ଯଜ୍ଞ କୁଣ୍ଡରେ ଝାସ ଦେବା ପାଇଁ। ଘାସ ଦେବା ପାଇଁ ଆଜି ତେଣେ କାନ୍ଦି କାନ୍ଦି ସୁଜାତା କହୁଛି ମାଲୋ ମାଲୋ ତୁ ମୋ ସେ 10 ମାସ 10 ଦିନ ଗର୍ଭରେ ଧାରଣ କରି କରିଛୁ ଏଇ ଭବ ସଂସାରକୁ ଆଣିଥିଲୁ ଆଣିଥିଲୁ ବୋଧେ ମୋର ଭାଗ୍ୟରେ ନାହିଁ ହଁ। ତୋର ଟିକେ ସ୍ନେହ ପାଇବା ପାଇଁ ପାଇବା ପାଇଁ ସେଥିପାଇଁ କମ ବୟସରୁ ତୋ କୋଳରେ ମୁଁ ପୁତ୍ର ହରାଜି ହେଇଯାଉଛି এই ସମୟରେ ଆଜ୍ଞା କାନ୍ଦି କାନ୍ଦି କହୁଛି ହଁ। କହିଲା କହ କିଏ ଆଉ ଅଛି ମା ଭଳିରେ ଅଛି ମା ଭଳି କହିଲା ମା ସିନା ବଡ଼ ବସୁଧାଠୁ ବଳି ଆରେ ମାସିନା ବଡ଼ ବସୁଧା ଠୁବଳି ରେ ବସୁଧା ଠୁବଳି ମାସିନା ବଡ଼ ବସୁଧା ଠୁବଳି ଆହା କହ କିଏ ଆଉ ଅଛି ମା ଭଳିରେ ଅଛି ମା ଭଳି ମା ସିନା ବଡ଼ ବସୁଧାଠୁ ବଳି ଆଉ ମାସିନା ବଡ଼ ବସୁଧା ଠୁବଳି ରେ ବସୁଧା ଠୁବଳି ମାସିନା ବଡ଼ ବସୁଧା ଠୁବଳି ଆହା ମାର ସ୍ନେହ ମାର ଆଦର ହୋ ମାର ଆଦର ମାର କୋମଳ ଡାକଟି ମଧୁର ଆଉ ମାର ସ୍ନେହ ମାର ଆଦର ରେ ମାର ଆଦର ମାର କୋମଳ ଡାକଟି ମଧୁର ଆଜ୍ଞା ସମସ୍ତେ ଡାକିବା ଅଲଗା କିନ୍ତୁ ଯେତେବେଳେ ମା ଡାକିବ ହଁ ତାହାର ଡାକର ଗୋଟେ ଅଲଗା ସେଇଟା ଗୋଟେ ଅଲଗା ସ୍ୱାଦ ଥାଏ ସମସ୍ତେ ଆଜ୍ଞା ଡାକିବେ ହଁ ତୋର ନାଁ ତମ ନାଁ ଧରି ସମସ୍ତେ ଡାକିବେ ଡାକିବେ କିନ୍ତୁ ଯେତେବେଳେ ମା ଡାକିବ ମାର ଅଲଗା ଆଜ୍ଞା ଆପଣ ମାନେ ବସି ଏଠି କୀର୍ତ୍ତନ ଶୁଣୁଛନ୍ତି ହଁ ଆପଣ ମାନଙ୍କର ପତ୍ନୀ ମଧ୍ୟ ଘରେ ବସି ଟିଭି ଦେଖୁଥିବ କିନ୍ତୁ ମା ଟିଏ ଦାଣ୍ଡରେ ବସି ପୁଅ କଥା ଚିନ୍ତା କରୁଥିବ ଯେ ରାତ୍ରର ଅଧ ସମୟ ହେଲାଣି କାହିଁ ମୋ ପୁଅଟି ବେଶୀ କୀର୍ତ୍ତନ ଶୁଣୁଛି କଣ ସେ କୀର୍ତ୍ତନରେ ପାଉଛି କଣ ପାଉଛି କି ମାଟି ଚିନ୍ତା କରିବା ଚିନ୍ତା ଆଜ୍ଞା କରିପାରିବ ଆଉ କି ଚିନ୍ତା କରିବା ନା ନା କହିଲା ପୁଅର ଦେଖିଲେ ଶୁଖିଲାର ମୁହ ଶୁଖିଲାର ମୁହ ମାର ଆଖିରୁ ଝରିଯାଏ ଲୁହ ମାର ଆଖିରୁ ଝରି ଯାଏ ଲୁହରେ ଝରି ଯାଏ ଲୁହ ମାର ଆଖିରୁ ଝରି ଯାଏ ଲୁହ ଆହା ପୁଅ ହେଇଥାଉ ଛୋଟାକେ
ପୂର୍ଣ୍ଣମୀର ଚାନ୍ଦ ହୋ ପୂର୍ଣ୍ଣମୀର ଚାନ୍ଦ ମାର ଆଖିରେ ପୂର୍ଣ୍ଣମୀର ଚାନ୍ଦ। ଆଜ୍ଞା ପୁଅଟିଏ ଛୋଟା ହେଇଥାଉ କେମ୍ପା ହେଇଥାଉ ଯାହା ବି ହେଇଥାଉ ହଁ। ସେ ଆଜ୍ଞା ସମାଜ ପକ୍ଷରେ କିନ୍ତୁ କେବେ ସେ ମା ଆଖିରେ ଛୋଟା କେମ୍ପା ଅନ୍ଧ ହୋଇନଥାଏ। ନା, ନା। ଯଦି ଆଜ୍ଞା ପୁଅଟିର ଗୋଟିଏ ମଧ୍ୟ ଆଖି ନଥିବ ହଁ। ତା ମା ତା ନାଁ ଦେଇଥିବ ପଦ୍ମଲୋଚନ। ପଦ୍ମଲୋଚନ। ତେଣୁ ଆଜ୍ଞା ଏଥିରୁ ସ୍ପଷ୍ଟ ପ୍ରମାଣିତ ହଁ। ଯେ ଗୋଟେ ସନ୍ତାନ ପ୍ରତି ତାର ମାର ଭଲ ପାଇବା ମମତା କେତେ। ମମତା କେତେ। ଆଜ୍ଞା ଆଜି କାନ୍ଦି କାନ୍ଦି ସୁଜାତା କହୁଛି ମାଲୋ ମାଲୋ ତୋ ଋଣ ତ କେବେ ହେଲେ ମୁଁ ସୁଝି ପାରିବି ନାହିଁ। ନା ନା ଯଦି କେବେ ମନେ ପଡିବ ଯେ ସୁଜାତ ବୋଲି ତୋର କି ଗୋଟେ ପୁତ୍ର ଥିଲା ଥିଲା ବୋଲି ଭାବିଦବୁ ଯେ ସେ ଆଉ ଦୁନିଆରେ ନାହିଁ ଦୁନିଆ ବୋଲି। ନାନରେ ନାଇଲୋ ମା। ଆଉ ଦୁନିଆରେ ନାହିଁ ନା ମତେ କେବେ ହେଲେ ତୁ ଖୋଜିବୁ ଖୋଜିବୁନି ମା। ତୋର ଗର୍ଭର ବେଦନା ହଁ। ତୁ ଚାହିଁଲେ ବି ସୁଝି ପାରିବି ସୁଝି ପାରିବିନି। ଯେହେତୁ ତୋର ମୁଁ ଗୋଟିଏ ବୋଲି ସନ୍ତାନ ହଁ ତେଣୁ ତୋର ଋଣ ସୁଝିବା ପାଇଁ ହଁ ମତେ ଯଜ୍ଞ କୁଣ୍ଡକୁ ଝାସ ଦେବା ପାଇଁ ପଡିବ। ପଡିବ ପଡିବ। ଆଜି ଏହା କହି ହଁ। ପିତାଙ୍କର ପଦ୍ମ ଛୁଇଁ ଆଜ୍ଞା ହଁ। ଚାଲି ଚାଲି ଯାଉଛି ହଁ ଯାଇ ପହଞ୍ଚି ଗଲା ମହାଜନଙ୍କ ଘରେ। ଘରେ ଆଜି କବାଟ ବଡେଇଲା କହିଲା ମଉସା କବାଟ ଖୋଲ ମୁଁ ଆସି ପହଞ୍ଚି ଯାଇଛି। ଆରେ ଯେତେବେଳେ କବାଟ ଖୋଲି ଦେଖିଲେ ପୁଅ ସୌଦାଗର କହିଲା ଆରେ ସୁଜାତ ତୁ ଧନ୍ୟରେ ଧନ୍ୟ ଯଜ୍ଞ ସନ୍ତାନ ତୁ ଚାଲି ସତରେ ଚାଲି ଆସିଛୁ ବାପା। ଆଉ ଡେରି ନକରି ତା ଯଜ୍ଞ କୁଣ୍ଡ ନିକଟକୁ ଯିବା। ଯିବା। ଆସି ପହଞ୍ଚି ଗଲେ ଯଜ୍ଞ କୁଣ୍ଡ ନିକଟରେ। ହଁ ଆଜ୍ଞା ଯେତେବେଳେ ରାଜ ଦରବାର ଯାଇକି ପହଞ୍ଚି ଗଲେ ହେଲା। ପୁତ୍ର ମୁଣ୍ଡଟିକୁ ଆଜ୍ଞା ଲଣ୍ଡା କରାଗଲା ମୁଣ୍ଡନ ତା କରାଗଲା। ଗଳାରେ ଗୋଟିଏ ମନ୍ଦାର ମାଳଟି ଆଜ୍ଞା ପକାଗଲା। ପିନ୍ଧାଗଲା। ଆଜି ପୂର୍ଣ୍ଣାହୁତି ଦିବସର ଯଜ୍ଞ କୁଣ୍ଡରେ ଝାସ ଦେବ ପୁତ୍ର ସୁଜାତ। ହେଲା ଆଜ୍ଞା ସକାଳ ପାଇ ଯାଇଛି ହଁ। ପିତାମାତା ଆଜ୍ଞା ଉଠି ଯାଇଛନ୍ତି। ହଁ। ମା ଆଜ୍ଞା କେବେ ସହିପାରିବ ନା ନା ତା ପିଲାଟିଏ ତା କୋଳରେ କେବେ ଚାଲିଗଲେ ହଁ ଯାଇ ପହଞ୍ଚିଗଲା ଦେଖିଦେଲା ଆଜ୍ଞା ରାଜାଙ୍କୁ। ସୁଜାତା ଆଜି ଯଜ୍ଞ କୁଣ୍ଡକୁ ପ୍ରଦାନ କରିବ। ପ୍ରଦାନ କରିବ ଦେହ। ଦେଖିଦେଲା ଆଜ୍ଞା ହଁ ଏଇ ସମୟରେ ମା କାନ୍ଦି କାନ୍ଦି କହୁଛି କହୁଛି କହିଲା ମା ମା ବୋଲି କିଏ ଡାକିବ ମତେ ଆଉ ରେ ନ ଖାଇଲେ ଆଉ କିଏ କରିବ ବାବା ଅଝଟରେ। ଆଉ ସେ ଅଝଟରେ ମାନସ ଏବେ ସେ ଅଝଟରେ ମାନସ ଏବେ ସେ ଅଝଟରେ। ଆଜ୍ଞା ଯାଇ ପହଞ୍ଚିଗଲା ରାଜାଙ୍କର ଦରବାର ନିକଟରେ। ହଁ। ଦେଖିଦେଲା ତାଙ୍କର ପୁଅଟିକୁ ଆଜ୍ଞା ଲଣ୍ଡା କରିଦେଇଛି। ହଁ ଗଳାରେ ଗୋଟିଏ ଆଜ୍ଞା ମନ୍ଦାର ମନ୍ଦାର ମାଳଟିଏ ପକେଇ ମନ୍ଦାର ଦେଇଛି। ମାଳ ପଡିଛି। କହିଲା ସୁଜାତରେ ହଁ ତୁ ଯାନି ରେ ବାପା ରହିଯା ରହିଯା ଯଜ୍ଞ ମୁଁ କୁଣ୍ଡ ତୋର ଗୋଟିଏ ନା। ମା, ତତେ ଡାକୁଛି ତୁ ମୋ କୋଳକୁ ଫେରିଆ। ଫେରିଆ ରେ ଫେରିଆ ମୁଁ କେବେ ବି ଚାହିଁବିନି ନା। ତୁ ମୁଠୁ ଦୂରେଇ ଯିବୁ ହଁ ତୁ ମୋ ପାଖକୁ ଫେରିଆ। ଫେରିଆ ରେ ସୁଜାତ ଫେରିଆ। ଆଜି କାନ୍ଦି କାନ୍ଦି ମା ଡାକୁଛି ହଁ ମନା କରିଦେଇଛି ଆଜ୍ଞା ସୁଜାତା। ସୁଜାତ କହିଲା ମା ମା ମୁଁ ହେଉଛି ତୋର ଗୋଟିଏ ବୋଲି ପୁତ୍ର ପୁତ୍ର ମୁଁ ତତେ ନିଶ୍ଚିତ ଭାବେ ଋଣରୁ ଋଣ ମୁକ୍ତ ମୁକ୍ତ କରିବି। କରିବି ମା। ଆଜ୍ଞା ମନା କରିଦେଇଛି ହଁ ଯଜ୍ଞ କୁଣ୍ଡକୁ ପ୍ରଦାନ କରିଦେଇଛି। ହେଲା ଆଜ୍ଞା ମା ଆଜି କାନ୍ଦି କାନ୍ଦି କହୁଛି ପୁଅରେ ପୁଅରେ ତୁ ଚାଲିଗଲେ ମତେ ଆଉ ଅଝଟ କିଏ କରିବ କିଏ କିଏ ମତେ ଖାଇବା ପାଇଁ ମାଗିବ ମାଗିବ। ଫେରିଆ। ହଁ ଆଜ୍ଞା ମନା କରିଦେଇଛି ଆଜି ସୁଜାତ। ଫେରିଆ ଫେରିଆ ସୁଜାତ ଯଜ୍ଞ କୁଣ୍ଡକୁ ଆଜି ଝାସ ଦେଇଛି। ଝାସ ଦେଇ ଦେଇଛି। ସଙ୍ଗେ ସଙ୍ଗେ ଆଜ୍ଞା ହଁ ଶୂନ୍ୟବାଣୀ ହେଲା ହଁ ଯେ ରାଜା ନହୁଷଙ୍କର ପ୍ରେତ ଉଦ୍ଧାର ହେଲା। ଉଦ୍ଧାର ହେଲା। ଆଜ୍ଞା ଯଜ୍ଞ ନାରାୟଣ ସ୍ୱୟଂ ଧରିଦେଲେ ପୁତ୍ର ଆଜି ସୁଜାତକୁ ସୁଜାତକୁ ଗୋଳାକୃତ ଆଜ୍ଞା କରିଦେଲେ। କରିଦେଲେ। ତେଣୁ ଆଜ୍ଞା ସେହି ଦିନ ଠାରୁ ହଁ ସୁଜାତ ଯୋଗୁ ରାଜ୍ୟର ସମସ୍ତ ପ୍ରଜା ମାନେ ହଁ। ଯଜ୍ଞ ନାରାୟଣକୁ ଦର୍ଶନ ପାଇଲେ। ଦର୍ଶନ ପାଇଲେ। ତେଣୁ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ପ୍ରାପ୍ତ ହେଲେ ସୁଜାତର ପିତାମାତା ପିତାମାତାଙ୍କୁ ଏବଂ ଦଣ୍ଡ ପାଇଲେ ଧର୍ମଦାସ ସୌଦାଗର। ସୌଦାଗର। ତେଣୁ ସେହି ଯଜ୍ଞର ଏହି ମଞ୍ଚରେ ଉପବିଷ୍ଟ ହୋଇ ଏହି ଗ୍ରାମରେ ଉପବିଷ୍ଟ ହୋଇ ଏହି ଗ୍ରାମରୁ ଚୌର ଭୟ ଅଗ୍ନି ଭୟ ଦୂର କରିବା ସଙ୍ଗେ 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 ଗ୍ରାମ ଭାଇ ବାସୀଙ୍କ ମନ ମଧ୍ୟରେ ହରିଭକ୍ତି ଜାଗ୍ରତ କରନ୍ତୁ ହେଲା। ଏବଂ ଏହି ଅନୁଷ୍ଠାନଟିକୁ ଦୀର୍ଘଜୀବୀ କରନ୍ତୁ। ବୋଲ ସର୍ବେ ଆନନ୍ଦେ ଏକବାର ହରି ହରି ବୋଲ। ହ୍ୟାଲୋ ଶୁଣନ୍ତୁ ଏକ
विशेष घोषणा गायिकांकर गाइबार शैली रे मुग्ध होई गोपालपुर साहिर सुशांत महांती और प्रशांत महांती 21 टंका सहित एक लॉटरी टिकट पुरस्कृत करिसंती से महाशय को माँ श्यामाकारी घंटे घड़ी रखंतु सर्वे बोल आनंद एक बार हरि बोल। कला बीतीला तो जामिनी हौ मौलिला कामिनी बीतीला तो जामिनी गिरी सीखे चहारे हावले गिरी सीखे चहारे बाबा शशि मागे मेलाणी बीतिला तो जामिनी मौलिला कामिनी बीतिला तो जामिनी मौलिला कामिनी बीतला तो जामिनी आहा मौलिला कामिनी बीतिला तो जामिनी आहा मौलिला कामिनी बीतला तो जामिनी आहा गिरी सीखे चाहरे गिरी सीखे चाहरे आहा गिरी सीखे चाहरे गिरी सीखे चाहरे शशि मागे मेलाणी बीतिला तो जामिनी मौलिला कामिनी बीतला तो जामिनी मौलिला कामिनी बीतला तो जामिनी आहा मलिन प्रदीप शिखा नयने कजल रेखा नयन कटल रेखा आहा नयन कटल रेखा मलिन प्रदीप शिखा नयने कजल रेखा नयन कटल रेखा नयन कटल रेखा निरसही बहिरे निरसखी बहिरे राधा झुरी बोलाणी बीतिला तो जामिनी मौलिला कामिनी बीतला तो जामिनी आहा मौलिला कामिनी बीतला तो जामिनी आहा कहिबू रे सम जाई मोहन बंसी बजाई कहिबू रे सम जाई
ବାରିଥିବା ରଜନୀ ଭାରିଥିବା ରଜନୀ ଭାରିଥିବା ରଜନୀ ରାଧା ଛୁରୀ ଗଲାଣି ବିତିଲା ଦାମିନୀ ପାଇଲା ଲାଗାମିନୀ ବିତିଲା ତ ଯାମିନୀ ମଉଳିଲା କାମିନୀ ବିତିଲା ତ ଯାମିନୀ କଲା ନନ୍ଦର ଆନନ୍ଦ କହିଲେ ନ ସରେ ଏବେ ଗୋପକୁ ଫେରେ ଗୋବିନ୍ଦରେ ମୋ ଗଣ୍ଠି ଧନ ହାଉଲେ ଗଣ୍ଠି ଧନ ହେଇ! ଗଣ୍ଠି